ସାଙ୍ଗମାନେ ଜୀବନ ସମସ୍ତଙ୍କୁ ମୌକା ଦେଇଥାଏ, ହେଲେ ସମସ୍ତେ ସେଇ ମୌକାକୁ ଚିହ୍ନି ପାରନ୍ତିନି। ଭାରତର ମହାନ ଦାର୍ଶନିକ ଆଚାର୍ଯ୍ୟ ଚାଣକ୍ୟ ଗୋଟିଏ ଏମିତି କଥା କହିଥିଲେ ଯାହାକି ମଣିଷର ପୁରା ଜୀବନକୁ ବଦଳାଇ ଦେଇପାରେ। ଆଚାର୍ଯ୍ୟ ଚାଣକ୍ୟ କହିଥିଲେ କି ଏଇ ତିନୋଟି ଜିନିଷକୁ କେବେ ବି ହାଲକାରେ ନିଅନ୍ତୁନି। ଆଜି ମୁଁ ଆପଣଙ୍କୁ ସେଇ ତିନୋଟି ଜିନିଷ ବିଷୟରେ ଗଭୀରତାର ସହିତ ବୁଝିବା ପାଇଁ ଯାଉଛି। ଆଉ ଯଦି ଆପଣ ଏଇ ଭିଡ଼ିଓକୁ ପୁରା ଧ୍ୟାନର ସହିତ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତି, ତେବେ ବିଶ୍ୱାସ କରନ୍ତୁ ସାଙ୍ଗମାନେ, ଆପଣଙ୍କ ଚିନ୍ତାଧାରା, ଆପଣଙ୍କର ନିର୍ଣ୍ଣୟ ଆଉ ଆପଣଙ୍କ ଭବିଷ୍ୟତ ତିନିଟା ଯାକ ବଦଳିଯିବ। ଫାର୍ଷ୍ଟ, କର୍ମ। ୟୁର ଆକ୍ସନ୍ସ ଡିଫାଇନ୍ ୟୁର ଡେଷ୍ଟିନି। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, କର୍ମ ଗୋଟିଏ ଏମିତି ମଞ୍ଜି ହେଇଥାଏ ଯାହାର ଫଳ ଆପଣ ଚାହିଁଲେ ମଧ୍ୟ ଛାଡ଼ିପାରିବେ ନାହିଁ। ଏହାର ଅର୍ଥକୁ ଭଲ ଭାବରେ ବୁଝନ୍ତୁ। ଆଜି ଆପଣ ଯାହା ବି କିଛି କର୍ମ କରୁଛନ୍ତି, ସିଏ ଭୁଲ ହେଉ, ଠିକ୍ ହେଉ, ପରିଶ୍ରମ ହେଉ, ଅଳସମୀ ହେଉ, ଯାହା ବି ହେଉ, ଏସବୁ କର୍ମର ହିସାବ ଜୀବନ ଆପଣଙ୍କୁ ଭବିଷ୍ୟତରେ ନିଶ୍ଚିତ ଭାବରେ ଦେଇଥାଏ। ଲୋକମାନେ କ'ଣ କରନ୍ତି ନା କାମକୁ ବିଳମ୍ବ କରିଚାଲନ୍ତି। ଛୋଟ ଛୋଟ ଖରାପ ଅଭ୍ୟାସକୁ କିଛି ହବନି କହି ରିପିଟ୍ କରିଚାଲନ୍ତି। ପାଠପଢ଼ା, ଫିଟନେସ୍, ଡିସିପ୍ଲିନକୁ ହାଲକାରେ ନିଅନ୍ତି। ହେଲେ ମନେ ରଖନ୍ତୁ ସାଙ୍ଗମାନେ, ସେଇ ଛୋଟ ଛୋଟ କର୍ମ ହିଁ ବଡ଼ ବଡ଼ ପରିଣାମ ନେଇକି ଆସିଥାଏ। ପ୍ରତିଦିନର 10 ମିନିଟ୍ ପାଠପଢ଼ା ବି କର୍ମ ହେଇଥାଏ। ପ୍ରତିଦିନର ଗୋଟିଏ ଘଣ୍ଟା ବର୍ବାଦ କରିବା ବି କର୍ମ ହେଇଥାଏ। ଆଉ କାଲି ଏଇ ଦୁଇଟାର ଫରକ ଆକାଶ ପାତାଳ ଯେମିତି ସେମିତି ହିଁ ହବ। ଏଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଅସାବଧାନ ହେଇ କର୍ମ କରନି, କାରଣ ସେଇ କର୍ମର ଫଳ ଆପଣଙ୍କୁ ହିଁ ଭୋଗ କରିବା ପାଇଁ ପଡ଼ିବ। ଦ୍ୱିତୀୟରେ ହେଉଛି ସମୟ। ଟାଇମ୍ ନେଭର ଫରଗିଭ୍ସ ଏନିୱାନ୍। ସାଙ୍ଗମାନେ, ସମୟ ଏଇ ଦୁନିଆର ସବୁଠାରୁ ନ୍ୟାୟପ୍ରିୟ ଆଉ ସବୁଠାରୁ କଠୋର ଶିକ୍ଷକ ହେଇଥାଏ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ସମୟ ନା କାହା ପାଇଁ ରୁହେ ଆଉ ନା ହିଁ କାହାକୁ ପୁଣି ଥରେ ମିଳେ। ଏଇ ଲାଇନ୍ କେବଳ ଶୁଣିବା ପାଇଁ ନୁହେଁ, ଏହାର ଅର୍ଥ ହେଉଛି ବହୁତ ଭାରି। ସାଙ୍ଗମାନେ ଭାବନ୍ତୁ, ସ୍କୁଲରେ, କଲେଜରେ, ଆପଣଙ୍କ 20 ଦଶକରେ, ଆପଣଙ୍କ 30 ଦଶକରେ ଆପଣ କେତେ ସମୟ ଅଯଥାରେ ନଷ୍ଟ କରନ୍ତି। ସୋସିଆଲ ମିଡ଼ିଆ, ୟୁଜଲେସ୍ ସ୍କ୍ରଲିଂ, ସର୍ଟ ଟର୍ମ ମଜା, ଲେଟ୍ ନାଇଟ୍ ହ୍ୟାବିଟ୍ସ, ହେ କାଲି କରିଦେବି ଭଳି ଚିନ୍ତାଧାରା। କିନ୍ତୁ ଥରେ ହାତରୁ ସମୟ ଚାଲିଗଲା ପରେ ନା, କୌଣସି ପଇସା ଅବା କୌଣସି ବି ଶକ୍ତି ତାକୁ ପୁଣି ଥରେ ଫେରାଇ ଆଣିପାରିବନି। ଚାଣକ୍ୟଙ୍କର ନିର୍ଦ୍ଦେଶ ଥିଲା, ଯେଉଁ ବ୍ୟକ୍ତି ସମୟର ସମ୍ମାନ କରେନି, ସମୟ ମଧ୍ୟ ତାର ସମ୍ମାନ କରେନି। ଏହାର ମାନେ ହେଲା, ଯଦି ଆପଣ ସମୟକୁ ବର୍ବାଦ କରିବେ, ତେବେ ଜୀବନ ବି ଆପଣଙ୍କୁ ବର୍ବାଦ କରିଦେବ। ତୃତୀୟରେ ହେଉଛି ସୁଯୋଗ, ମୌକା। ଅପରଚ୍ୟୁନିଟି ଡଜ୍ ନଟ୍ ନକ୍ ଟ୍ୱାଇସ୍। ସାଙ୍ଗମାନେ, ଜୀବନ ସମସ୍ତଙ୍କୁ ମୌକା ଦେଇଥାଏ, କିନ୍ତୁ ବହୁତ କମ୍ ଲୋକ ତାକୁ ଚିହ୍ନି ପାରନ୍ତି। ଆଚାର୍ଯ୍ୟ ଚାଣକ୍ୟ କହିଥିଲେ, ଯେଉଁ ବ୍ୟକ୍ତି ସୁଯୋଗକୁ ଚିହ୍ନିଯାଏ ତାର ଭାଗ୍ୟ ବଦଳିଯାଏ। ସତ କଥା ବି ଏଇଆ କି ସୁଯୋଗ ସବୁବେଳେ ଆସେ, କେବେ ଛୋଟ ଆକାରରେ, କେବେ ଛଦ୍ମବେଶରେ, ତ କେବେ ସମସ୍ୟା ଆକାରରେ। କିନ୍ତୁ ଲୋକମାନେ କ'ଣ କରନ୍ତି? ସେମାନେ ବାହାନା ଖୋଜନ୍ତି, ଭୟ କରନ୍ତି, ଅଧିକ ଚିନ୍ତା କରନ୍ତି, ଅନ୍ୟମାନଙ୍କ ମତାମତ ଉପରେ ଚିନ୍ତିତ ହୁଅନ୍ତି, ଆଉ ଶେଷରେ ସେଇ ସୁଯୋଗ ହାତରୁ ଚାଲିଯାଏ। ସାଙ୍ଗମାନେ ମନେ ରଖନ୍ତୁ, ଅପରଚ୍ୟୁନିଟି ଦ୍ୱିତୀୟ ଥର ଆସେନି। ଆପଣଙ୍କ ଜୀବନରେ ଥିବା ଦକ୍ଷତା, ପ୍ରତିଭା, ସମୟ, ଶକ୍ତିକୁ ଯଦି ଆଜି ଆପଣ ବ୍ୟବହାର ନ କରନ୍ତି, ତେବେ ଆସନ୍ତାକାଲି ସେଗୁଡ଼ିକ ମୂଲ୍ୟହୀନ ହେଇଯିବ। ଚାଣକ୍ୟ କୁହନ୍ତି କି ସୁଯୋଗର ସମ୍ମାନ କରିବା ହିଁ ଜଣେ ବୁଦ୍ଧିମାନ ବ୍ୟକ୍ତିର ପରିଚୟ ହେଇଥାଏ। ତ ସାଙ୍ଗମାନେ, ଯଦି ଆପଣ ସଫଳ ହେବାକୁ ଚାହୁଁଛନ୍ତି, ଯଦି ଆପଣ ନିଜ ଲାଇଫକୁ ବଦଳାଇବା ପାଇଁ ଚାହୁଁଛନ୍ତି, ତେବେ ଚାଣକ୍ୟଙ୍କର ଏହି ତିନୋଟି କଥାକୁ ସର୍ବଦା ମନେ ରଖନ୍ତୁ। ପ୍ରଥମ, କର୍ମ, କାରଣ କର୍ମ ହିଁ ଆପଣଙ୍କ ଭବିଷ୍ୟତ ବନେଇଥାଏ। ଦ୍ୱିତୀୟରେ ହେଉଛି ସମୟ, କାରଣ ବିତି ଯାଇଥିବା ସମୟ କେବେ ବି ଫେରିକି ଆସେନି। ତେଣୁ ନିଜ ପାଖରେ ଥିବା ସମୟ ମାନେ ବର୍ତ୍ତମାନ ସମୟକୁ ଆପଣ ସଦୁପଯୋଗ କରନ୍ତୁ, ତାର ଦୁରୁପଯୋଗ ଜମାରୁ ବି କରନ୍ତୁନି, ନଚେତ୍ ପସ୍ତେଇବେ। ଆଉ ତୃତୀୟରେ ଅପରଚ୍ୟୁନିଟି, ସୁଯୋଗ, ମୌକା, କାରଣ ସୁଯୋଗ ସବୁବେଳେ ମିଳେନି,
ଏବେ ଫଇସଲା ଆପଣଙ୍କ ହାତରେ ରହିଲା। ଆପଣ କେଉଁ ରାସ୍ତା ଦେଇ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଏଟାକୁ ଆପଣ ନିଷ୍ପତ୍ତି ନେବେ, ସୃଷ୍ଟି ଆଡ଼କୁ ନା ବିନାଶ ଆଡ଼କୁ। ତ ସାଙ୍ଗମାନେ, ଯଦି ଆଜିର ଏହି କଥା ଆପଣଙ୍କ ହୃଦୟକୁ ଛୁଇଁଥାଏ, ଯଦି ଲାଗୁଥାଏ କି ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ଶିକ୍ଷା ଆପଣଙ୍କ ଜୀବନରେ କାମରେ ଆସିପାରେ, ତ ଆମର ଏହି ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ କରିକି ହିଁ ଯାଆନ୍ତୁ। ତ ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମନେ ରଖିଥାନ୍ତୁ। ଧନ୍ୟବାଦ।